দর্শক বন্ধু পুଣି ଏକ ବଡ଼ ଏବଂ ଦମଦାର ଖବର ଆଉ ଦରକାର ପଡ଼ିବନି ପାନ କାର୍ଡ। ଏପ୍ରିଲରୁ ନୂଆ ନିୟମ ଲାଗୁ। ତେବେ 10 ଲକ୍ଷ ଯାଏ ନଗଦ କାରବାରରେ ଲୋଡ଼ା ପଡ଼ିବନି ପାନ କାର୍ଡ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଦିବ୍ୟ ଆପଣଙ୍କୁ ସ୍ୱାଗତ କରୁଛି ଆପଣଙ୍କ ପ୍ରିୟ ୟୁଟ୍ୟୁବ ଚ୍ୟାନେଲ ଓଡ଼ିଶା ପୋର୍ଟାଲରେ। ଦର୍ଶକ ବନ୍ଧୁ ଆଜି କଥା ହେବା ପାନ କାର୍ଡ ବିଷୟରେ। ଆଉ ଆପଣଙ୍କୁ ଦରକାର ପଡ଼ିବନି ପାନ କାର୍ଡ। ଆପଣ 10 ଲକ୍ଷ ଯାଏ ନଗଦ ଟ୍ରାଞ୍ଜାକ୍ସନ କରୁଛନ୍ତି, ବିଲକୁଲ ବି ଆପଣଙ୍କୁ ପ୍ୟାନ କାର୍ଡ ଦରକାର ପଡ଼ିବନି। ତେବେ ଏପ୍ରିଲରୁ ଏହି ନିୟମଟି ଜାରି। ତେବେ ଆସନ୍ତୁ ଜାଣିବା କ'ଣ ରହିଛି ପାନ କାର୍ଡକୁ ନେଇ ସରକାରଙ୍କ ତରଫରୁ ଏହି ବଡ଼ ଅପଡେଟ୍। ଏବେ ଗୋଟିଏ ଆର୍ଥିକ ବର୍ଷରେ 10 ଲକ୍ଷ କିମ୍ବା ତାଠାରୁ ଅଧିକ ନଗଦ ଜମାରାଶି ତଥା ଉଠାଣ ଉପରେ ପ୍ୟାନ ନମ୍ବର ଦେବା ଅନିବାର୍ଯ୍ୟ ହେବ। ଏହାଠାରୁ କମ୍ କାରବାରରେ ପ୍ୟାନ କାର୍ଡ ଜରୁରୀ ନାହିଁ। ଏପ୍ରିଲରେ ନୂଆ ଆୟକର ଆଇନ 2025 ଲାଗୁ ହେବା ପରେ ଏହି ନିୟମ ପ୍ରଭାବୀ ହେବ। ନୂଆ ଆଇନର ଚିଠା ନୀତିରେ ପାନ କାର୍ଡ ଅନିବାର୍ଯ୍ୟ ସହ ଜଡ଼ିତ କେତେକ ପରିବର୍ତ୍ତନ କରାଯାଇଛି। ତେବେ ବର୍ତ୍ତମାନ ସମବାୟ ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କ ଦିନକରେ 50,000 ଟଙ୍କାରୁ ଅଧିକ ନଗଦ ଜମା କଲେ ପାନ କାର୍ଡ ଦେବା ଜରୁରୀ ହୋଇଥାଏ। ସରକାରଙ୍କ ନୂଆ ପଦକ୍ଷେପ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳେ। ନୂଆ ଆୟକର ନିୟମରେ ହୋଟେଲ ବିଲ୍ ପେମେଣ୍ଟ ପାଇଁ ପ୍ୟାନ କାର୍ଡର ସୀମା 50,000 ଟଙ୍କାରୁ ବଢ଼ାଇ 1 ଲକ୍ଷ ଟଙ୍କା କରାଯାଇଛି। ଅର୍ଥାତ୍ ଯଦି ବିଲ୍ 1 ଲକ୍ଷ ଟଙ୍କାରୁ କମ୍ ହୋଇଥାଏ ତେବେ ପ୍ୟାନ କାର୍ଡର ଆବଶ୍ୟକତା ନାହିଁ। ଏହି ନିୟମ କନଭରସେସନ ସେଣ୍ଟର ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ପେମେଣ୍ଟ ଉପରେ ବି ଲାଗୁ ହେବ। ସେହିଭଳି ପ୍ରପର୍ଟି କିଣାବିକା କିମ୍ବା ଉପହାର ମାମଲାରେ ଏହି ସୀମାକୁ 10 ଲକ୍ଷ ଟଙ୍କାରୁ ବଢ଼ାଇ 20 ଲକ୍ଷ ଟଙ୍କା କରାଯିବାର ପ୍ରସ୍ତାବ ରହିଛି। ଯଦି ଜଣେ ଲୋକ 5 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମୋଟର ସାଇକେଲ କିମ୍ବା ଅନ୍ୟ କୌଣସି ମୋଟର ଯାନ କିଣୁଛନ୍ତି ତେବେ ପ୍ୟାନ ନମ୍ବର ଦେବାକୁ ହେବ। ବର୍ତ୍ତମାନର ନିୟମରେ 2 ଚକିଆ ପାଇଁ ପ୍ୟାନର କୌଣସି ସର୍ତ୍ତ ନଥିଲା, କିନ୍ତୁ 4 ଚକିଆ ଯାନ ପାଇଁ ଦାମ ଯାହା ବି ହେଉନା ପ୍ୟାନ ଦେବାକୁ ଅନିବାର୍ଯ୍ୟ ଥିଲା। ଏବେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଗାଡ଼ିକୁ ଏହି ପରିସରରୁ ବାହାରେ ରଖାଯାଇପାରେ। ସେହିଭଳି କୌଣସି ବୀମା କମ୍ପାନୀ ସହିତ ଆକାଉଣ୍ଟ ଭିତ୍ତିକ ସମ୍ପର୍କ ଆରମ୍ଭ କରିବା ପାଇଁ ପ୍ୟାନ ଜରୁରୀ ହେବ। ତେବେ କେବଳ 50,000 ଟଙ୍କାରୁ ଅଧିକ ଜୀବନ ବୀମା ପ୍ରିମିୟମ ଉପରେ ହିଁ ପ୍ୟାନ ମଗାଯାଉଥିଲା। ଆକାଉଣ୍ଟ ଭିତ୍ତିକ ରିଲେସନସିପ୍ ଅର୍ଥ ହେଉଛି ଏବେ ପଲିସି କିଣାବେଳେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ଏକ ସ୍ୱାସ୍ଥ୍ୟ ପ୍ରୋଫାଇଲ ବା ଖାତା ଖୋଲାଯିବା। ତେବେ ଏକ୍ସଚେଞ୍ଜକୁ ଏବେ ଆୟକର ବିଭାଗ ସହ ସୂଚନା ବିନିମୟ କରିବା ଅନିବାର୍ଯ୍ୟ ହେବ। ଡିଜିଟାଲ କରେନ୍ସିକୁ ବି ଏବେ ଇଲେକ୍ଟ୍ରୋନିକ୍ସ ପେମେଣ୍ଟ ଆୟକର ସ୍ୱୀକାର କରାଯାଇଛି। ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ 2026ରେ ଘୋଷଣା ପରେ ସିବିଡିଟି ଏବଂ ନିୟମଗୁଡ଼ିକ ଉପରେ ଜନସାଧାରଣଙ୍କ ଏବଂ ଅଂଶୀଦାରଙ୍କ ପରାମର୍ଶ ମାଗିଛି। ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ମତାମତ ଆଧାରରେ ନିୟମଗୁଡ଼ିକୁ ଚୂଡ଼ାନ୍ତ କରାଯିବ। ଏହାପରେ 2026 ଏପ୍ରିଲ 1ରୁ ନୂଆ ଆୟକର ଆଇନ ଏବଂ ଏହି ସମସ୍ତ ନିୟମଗୁଡ଼ିକୁ ସମଗ୍ର ଦେଶରେ ଲାଗୁ କରାଯିବ। ତେବେ ଦର୍ଶକ ବନ୍ଧୁ ଏବେ ଆପଣଙ୍କୁ ବିଲକୁଲ ବି ପ୍ୟାନ କାର୍ଡ ଦେବାକୁ ପଡ଼ିବନି। ମୁଁ ଯେପରି ଆପଣଙ୍କୁ କହିଲି ଆପଣ କେତେ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କଲେ ପ୍ୟାନ କାର୍ଡ ଦରକାର। ତେବେ ଦର୍ଶକ ବନ୍ଧୁ ଏହା ସହିତ କିଛି ଗୁଡ଼ିଏ ଅପଡେଟ୍ ବି ରହିଛି, ଯାହାକି ଯଦି ଜଣେ ଲୋକ 5 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମୋଟର ସାଇକେଲ କିଣୁଛନ୍ତି ତାଙ୍କୁ ପ୍ୟାନ କାର୍ଡ ଦେବାକୁ ପଡୁଥିଲା, କିନ୍ତୁ ଏହି ସବୁ ଜିନିଷ ଉପରେ କିଛି ନୂଆ ଅପଡେଟ୍ ଆସିବାକୁ ଯାଉଛି। ତେବେ ଆପଣ ଯଦି LIC ବି କରିଛନ୍ତି ଆପଣଙ୍କ ପ୍ରିମିୟମ ନେବା ବେଳେ ସେଥି ବି କିଛି ଅପଡେଟ୍ ଆସିଛି। 2026 ବଜେଟରେ ଘୋଷଣା ହେବାକୁ ଯାଉଥିବା ତେବେ 2026 ଏପ୍ରିଲ 1ରୁ ନୂଆ ଆୟକର ଆଇନ ଆସିବ ବୋଲି କୁହାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ତାହାର ସତ୍ୟତା ବିଷୟରେ କୌଣସି ଖବର ପ୍ରକାଶ ପାଇନି। ତେବେ ଦର୍ଶକ ବନ୍ଧୁ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ କମେଣ୍ଟ ମାଧ୍ୟମରେ ମତାମତ ଦେବାକୁ ଅନୁରୋଧ। ଭିଡ଼ିଓ ଶେଷରେ ଦର୍ଶକ ବନ୍ଧୁ କହି ରଖୁଛି, ଆପଣ ଯଦି ଅନଲାଇନ୍ ସାଇଟ୍ରେ ନିଜ ମୋବାଇଲ ନମ୍ବର କିମ୍ବା ମେଲ୍ ଆଇଡି ଦେଇ ଲଗ୍ଇନ୍ କରୁଛନ୍ତି ତେବେ ସର୍ବପ୍ରଥମେ ଚେକ୍ କରନ୍ତୁ ସେ ସାଇଟ୍ ସଠିକ୍ କିମ୍ବା ଭୁଲ।